ଓମ୍ ଶାନ୍ତି। ଜ୍ଞାନର ସାଗର ପରମାତ୍ମା ପିତା ନିରାକାର ଶିବ ଭଗବାନଙ୍କର ଜ୍ଞାନବାନ ଆତ୍ମିକ ସନ୍ତାନମାନଙ୍କୁ ସଙ୍ଗମ ଯୁଗର ଶୁଭ ବେଳାରେ ଶୁଭ ଅଭିନନ୍ଦନ, ଶୁଭେଚ୍ଛା, ସୁସ୍ୱାଗତମ୍, ସୁପ୍ରଭାତ। ଶିକ୍ଷା ହିଁ ଜୀବନକୁ ଆଲୋକବର୍ତ୍ତିକା ଦେଖାଇଥାଏ, ଏହା ଆମେ ସମସ୍ତେ ଜାଣିଛେ। ପ୍ରାଚୀନ ବୈଦିକ ଯୁଗରେ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ କରିବାର ପରମ୍ପରା ରହିଥିଲା। ସାଧାରଣ ବିଦ୍ୟାର୍ଥୀ ହେଇଥାନ୍ତୁ ବା ରାଜ ପରିବାରର ବିଦ୍ୟାର୍ଥୀ ହୋଇଥାନ୍ତୁ, ପୁଣି ସମସ୍ତଙ୍କୁ ଗୁରୁକୁଳର ନିୟମ କାନୁନ ମାନି ଚଳିବାର ବିଧି ରହିଥିଲା। ଗୁରୁକୁଳରେ ସମସ୍ତ ଜ୍ଞାନ ସହିତ ସାମାଜିକ ଜ୍ଞାନ, ସାଂସାରିକ ଜ୍ଞାନ, ନୀତି, ଆଦର୍ଶ ଆଦି ପ୍ରଦାନ କରାଯାଉଥିଲା। ମୁଖ୍ୟତଃ ଶୃଙ୍ଖଳା ଜ୍ଞାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିଲା, ଯେଉଁ କାରଣରୁ ସମାଜରେ ଶାନ୍ତି ଏବଂ ଆନନ୍ଦ, ପ୍ରେମ ସବୁ କିଛି ଥିଲା। ପରସ୍ପର ସ୍ନେହ, ସଦ୍ଭାବନାର ସହିତ ସାମାଜିକ ଜୀବନ ବ୍ୟତୀତ କରୁଥିଲେ ସମସ୍ତେ। ମୋଟାମୋଟି ଭାବରେ କୁହାଯାଇପାରେ କି ଜଣକୁ ସ୍ୱୟଂ ସମ୍ପୂର୍ଣ୍ଣ କରିବା ପାଇଁ ଜ୍ଞାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଜ୍ଞାନ ଦ୍ୱାରା ମନୁଷ୍ୟ ନିଜକୁ ମାର୍ଗଦର୍ଶନ କରାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ଉଚିତ ମାର୍ଗରେ ପରିଚାଳିତ କରିବା ପାଇଁ ପ୍ରେରଣା ପାଇଥାଏ। ଜ୍ଞାନ ବିନା ଜୀବନ ପଶୁତୁଲ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। କଥାରେ କୁହାଯାଏ ନା, ଅବୁଝା ରାଜାକୁ ପାଳବିଣ୍ଡା ମନ୍ତ୍ରୀ। ଏହି ଉକ୍ତିଟି ମଧ୍ୟ ବାସ୍ତବିକ ଅଟେ। କଥାଟିଏ କହୁଛି ଯେଉଁଥିରୁ ଏହା ସ୍ପଷ୍ଟ ହୋଇଯିବ। ଥରେ ଜଣେ ରାଜା, ଯିଏକି ନିଜ ରାଜ୍ୟର ମାତୃଭାଷା ବିଷୟରେ ଅନଭିଜ୍ଞ ଥିଲେ, ଗୁପ୍ତଚରଙ୍କ ଠାରୁ ଖବର ପାଇଲେ କି ରାଜ୍ୟରେ ପ୍ରଜା ଶୋଷଣର ଶିକାର ହେଉଛନ୍ତି କର୍ମଚାରୀମାନଙ୍କ ଦ୍ୱାରା। ତେଣୁ ସେ ମନ୍ତ୍ରିମଣ୍ଡଳରେ କହିଲେ କି ମୁଁ ସିଧାସଳଖ ପ୍ରଜାଙ୍କ ପାଖକୁ ତାଙ୍କର ସମସ୍ୟା ବିଷୟରେ ବୁଝିବା ପାଇଁ ଚାହେଁ। ତେଣୁ ଆସନ୍ତାକାଲି ମୁଁ ରାଜ୍ୟ ଭ୍ରମଣ କରିବି। ମନ୍ତ୍ରୀମାନେ ତ ଏହି ଷଡ଼ଯନ୍ତ୍ରରେ ମଧ୍ୟ ଥିଲେ। ଏହା ଶୁଣି ମନ୍ତ୍ରୀମାନେ ପରସ୍ପର ଭିତରେ ଆଲୋଚନା କଲେ। ସେମାନଙ୍କ ଭିତରୁ ବଛା ବଛା ମନ୍ତ୍ରୀ ରାଜାଙ୍କ ସହିତ ବୁଲିଯିବା ପାଇଁ ବାହାରିଲେ। ରାଜାଙ୍କୁ ଦେଖି ପ୍ରଜାମାନେ କାନ୍ଦି କାନ୍ଦି ସେମାନଙ୍କର ଦୁଃଖ ଜଣାଇଲେ। ରାଜା ତ ଭାଷା ବିଷୟରେ ଅନଭିଜ୍ଞ ଥିଲେ। ତେଣୁ ମନ୍ତ୍ରୀଙ୍କୁ ପଚାରିଲେ ଯେ ପ୍ରଜାମାନେ କ'ଣ କହୁଛନ୍ତି ଏବଂ ସେମାନେ କାନ୍ଦୁଛନ୍ତି କାହିଁକି? ମନ୍ତ୍ରୀ କହିଲେ, ମହାରାଜ, ଆପଣ ହେଉଛନ୍ତି ପ୍ରଜାବତ୍ସଳ। ତେଣୁ ରାଜକାର୍ଯ୍ୟରେ ରହି ଆପଣ ପ୍ରଜାଙ୍କ ସହିତ ସିଧାସଳଖ ମିଶିବାର ସୁଯୋଗ ପାଉନଥିଲେ। ଯେତେବେଳେ ଏତେ ଦିନ ପରେ ଆପଣ ସେମାନଙ୍କ ସାମ୍ନାକୁ ଆସିଛନ୍ତି, ପ୍ରଜାମାନେ ଆପଣଙ୍କୁ ସାମ୍ନାରେ ପାଇ ଅତି ଆନନ୍ଦିତ ହୋଇ ଅଶ୍ରୁ ବୁହାଉଛନ୍ତି ଏବଂ ଆପଣଙ୍କର ପ୍ରଶଂସା ଗାନ କରୁଛନ୍ତି। ରାଜା ଏହା ଶୁଣି ଆନନ୍ଦିତ ହେଲେ ଏବଂ ସମସ୍ତ ପ୍ରଜାଙ୍କୁ କିଛି କିଛି ଧନ ଉପହାର ଦେଇ ପ୍ରତ୍ୟାବର୍ତ୍ତନ କଲେ। ଏହାପରେ ମନ୍ତ୍ରୀମାନଙ୍କର ସହଯୋଗୀମାନେ ପ୍ରଜାଙ୍କ ଠାରୁ ଜବରଦସ୍ତ ଧନ ଛଡ଼ାଇ ନେଲେ। ଯଦି ରାଜାଙ୍କ ପାଖରେ ନିଜ ମାତୃଭାଷାର ଜ୍ଞାନ ଥାନ୍ତା,
ତେବେ ପ୍ରଜାଙ୍କର ଅବସ୍ଥା କ'ଣ ଏପରି ହେଇଥାନ୍ତା କି? ସେଥିପାଇଁ ବାସ୍ତବରେ କୁହାଯାଏ, ରାଜା ସିନା ପୂଜା ପାଏ ଆପଣା ରାଜ୍ୟରେ, ଜ୍ଞାନୀ ପୂଜା ପାଏ ସାରା ଜଗତରେ। ଏବେ ଭଗବାନ ନିରାକାର ପରମାତ୍ମା ଆସି କହୁଛନ୍ତି, ମୁଁ ତୁମକୁ ଏବେ ସାରା ବିଶ୍ୱର ଆଦି ମଧ୍ୟନ୍ତର ଜ୍ଞାନ ରୂପୀ ଆଲୋକବର୍ତ୍ତିକା ଦେଇଛି, ଅର୍ଥାତ୍ ତୁମମାନଙ୍କୁ ଆଲୋକ ମିଳିଛି। ତୁମେ ଜ୍ଞାନକୁ ବୁଦ୍ଧିରେ ରଖି ସର୍ବଦା ହର୍ଷିତ ରୁହ। ସେଥିପାଇଁ ଏବେ ତୁମେ ମୋ ଶ୍ରୀମତରେ ଚାଲି ଅନ୍ୟ ସମସ୍ତ ମତକୁ ଛାଡ଼ି 21 ଜନ୍ମ ପାଇଁ ମୋ ଠାରୁ ଅବିନାଶୀ ସମ୍ପତ୍ତି ନେଇ ଚାଲ। କାରଣ ଦ୍ୱାପର ଯୁଗରୁ ଅନେକ ମତ, ଅନେକ ଗୁରୁ ଗୋସେଇଁ ଆଦିମାନଙ୍କ ପାଖକୁ ଯାଇ ନିଜର ସମୟ, ସମ୍ପତ୍ତି ଏବଂ ଶାରୀରିକ ପରିଶ୍ରମ ସବୁକିଛି କଲ। ଶେଷରେ ପ୍ରାପ୍ତି କ'ଣ ମିଳିଲା ତାହାର ହିସାବ ନିକାଶ ସମସ୍ତଙ୍କ ସାମ୍ନାରେ। ବର୍ତ୍ତମାନର ସାମାଜିକ ବିଧି ବ୍ୟବସ୍ଥା ଏବଂ ସମ୍ପୂର୍ଣ୍ଣ ପୃଥିବୀର ଅବସ୍ଥା କାହାକୁ ଅଛପା ନାହିଁ। ତେଣୁ ଶ୍ରୀମତ ଆଧାରରେ ତୁମର ସବୁ ମନୋକାମନା ଗୁଡ଼ିକ ପୂରଣ କରିଚାଲ। ଏହା ହେଉଛି ତୁମର ଅତି ଶ୍ରେଷ୍ଠ ଭାଗ୍ୟ। ତୁମେ ସମ୍ପୂର୍ଣ୍ଣ 84 ଜନ୍ମ ନେଲା ବାଲା ପିଲାମାନେ ହିଁ ଚକ୍ର ଲଗାଇ ଏବେ ବ୍ରାହ୍ମଣ ହୋଇଛ। ସତ୍ୟ, ତ୍ରେତୟା, ଦ୍ୱାପର ଆଉ କଳି। ଏହି କଳିଯୁଗର ଅନ୍ତ ଏବଂ ସତ୍ୟ ଯୁଗର ପ୍ରାରମ୍ଭ। ଏହି ମଧ୍ୟବର୍ତ୍ତୀ ସମୟରେ ଯାହାକୁ ସଙ୍ଗମ ଯୁଗ କୁହାଯାଏ, ଏହି ସମୟରେ ମୁଁ ନିରାକାର ସାକାର ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଆସି ତୁମକୁ ବ୍ରହ୍ମାମୁଖ ବଂଶାବଳୀ ସଚ୍ଚା ବ୍ରାହ୍ମଣ କରୁଛି, ଯେଉଁମାନଙ୍କୁ ହିଁ ଦେବତା ହେବାକୁ ହିଁ ପଡ଼ିବ ଭବିଷ୍ୟତରେ। ତୁମର ଉଚ୍ଚ ଭାଗ୍ୟ ସେତେବେଳେ ହେଇଥାଏ ଯେତେବେଳେ ବୁଦ୍ଧି, ଯୋଗବଳ ଏବଂ ଜ୍ଞାନବଳ ଦ୍ୱାରା 5 ବିକାର ରୂପୀ ମାୟା ରାବଣ ଉପରେ ବିଜୟୀ ହୋଇଥାଅ। ତୁମର ବୁଦ୍ଧିରେ ଅଛି ଯେ ଆମେ ଶିବ ବାବାଙ୍କ ପାଖକୁ ଆସିଛୁ ନିଜର ଭାଗ୍ୟ ଗଢ଼ିବା ପାଇଁ, ଅର୍ଥାତ୍ ସତ୍ୟଯୁଗୀ ଦୈବୀ ପଦ ପ୍ରାପ୍ତ କରିବା ପାଇଁ। ତେଣୁ ପଦମାପଦମପତି ହେବାର ସତ୍ ରୋଜଗାର ଏବେ କରିବାକୁ ହିଁ ହେବ। ଏହା ହିଁ ରୋଜଗାର କରିବାର ସମୟ ଅଟେ, ଭବିଷ୍ୟ 21 ଜନ୍ମ ପାଇଁ। ତେଣୁ ପାଠ ପଢ଼ାରେ ସମୟର ବାହାନାବାଜି କରିବା ଉଚିତ ନୁହେଁ। ପ୍ରତ୍ୟହ ନିଶ୍ଚିନ୍ତ ପଢ଼ିବାକୁ ହେବ। ଏକମାତ୍ର ନିରାକାର ପିତାଙ୍କର ଅବ୍ୟଭିଚାରୀ ସ୍ମୃତିରେ ରହି ଆତ୍ମାକୁ ସମ୍ପୂର୍ଣ୍ଣ ସତପ୍ରଦାନ କରିବାକୁ ହେବ। ମୋର ତ ଏକମାତ୍ର ଶିବ ବାବା, ଅନ୍ୟ କେହି ନୁହେଁ। ଏହି ପାଠକୁ ଦୃଢ଼ତାର ସହିତ ପକ୍କା କରିବାକୁ ହେବ। ସର୍ବଦା ଏକମାତ୍ର ବାବାଙ୍କର ସ୍ନେହରେ ବୁଡ଼ି ରହୁଥିବା ସର୍ବପ୍ରାପ୍ତି ସମ୍ପନ୍ନ ଏବଂ ସନ୍ତୁଷ୍ଟ ହୁଅ। ଏହିଭଳି ସନ୍ତାନମାନେ ସବୁ ସମୟରେ ବାବାଙ୍କର ସ୍ନେହର ପ୍ରତିଦାନ ସ୍ୱରୂପ ସର୍ବପ୍ରାପ୍ତି ଗୁଡ଼ିକରେ ସମ୍ପନ୍ନ ଓ ସନ୍ତୁଷ୍ଟ ରହିଥାନ୍ତି। ସେଥିପାଇଁ ସେମାନଙ୍କ ବୁଦ୍ଧିଯୋଗ ଅନ୍ୟ କୌଣସି ପ୍ରକାରର ସାହାରା ଦ୍ୱାରା ଆକର୍ଷିତ ହୋଇନଥାଏ। ବିନାଶୀ ମାନ ସମ୍ମାନ ପଛରେ
ଧାଇଁବା ପରିବର୍ତ୍ତେ ସ୍ୱମାନରେ ସ୍ଥିତ ରହିବା ହିଁ ସର୍ବଶ୍ରେଷ୍ଠ ଆତ୍ମସମ୍ମାନ ଅଟେ। ଆଚ୍ଛା, ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।